ଜଣେ ମା ଜଣେ ଭଉଣୀ ଶ୍ରୀ ଜଗନ୍ନାଥ ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଛବି ତାଙ୍କ ପେଟରେ ଆଙ୍କିଛନ୍ତି। ସେଥିପାଇଁ ଆମର କିଛି ଲୋକ ସେ ମା ସେ ଭଉଣୀକୁ ବହୁତ ଗାଳି କରୁଛନ୍ତି। ଯେତେବେଳେ ଆମେ ଭକ୍ତିରେ ଶ୍ରଦ୍ଧାରେ ଡାକନ୍ତି, ହେ ଜଗାରେ ହେ କାଳିଆରେ ତୁ କେବେ ମୋର ଦୁଃଖ ବୁଝିବୁ, ସେ ଥିଲା ଆମର ଭକ୍ତିର କଥା। ଯଦି ଗୋଟିଏ ମା ଗୋଟିଏ ଭଉଣୀ ବ୍ରହ୍ମାଣ୍ଡ ନାୟକ ଇଏ ସଂସାରର ପାଳନକର୍ତ୍ତା ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ନିଜ ପେଟରେ କରିଛି, ଭଗବାନଙ୍କୁ ନିଜର ସନ୍ତାନ ବୋଲି ଭାବୁଛି, ତ ଯଦି ଗୋଟିଏ ମାଟିଏ ଭଗବାନଙ୍କୁ ନିଜର ସନ୍ତାନ ବୋଲି ଭାବୁଛି ତ ଆମେ ଗାଳି ଦେବାର କଣ ଆବଶ୍ୟକତା ଅଛି? ମୂର୍ତ୍ତିକି ନେଇ ରିଲ୍ସ କରିପାରୁଛନ୍ତି। ଯଦି ଗୋଟିଏ ମା ଶ୍ରଦ୍ଧାରେ ଭକ୍ତିରେ ଭଗବାନଙ୍କୁ ତାଙ୍କର ସନ୍ତାନ ଭାବି ଯଦି ତାଙ୍କ ପେଟରେ ସେ ଛବି ଆଙ୍କୁଛନ୍ତି ତ ଭୁଲ କଣ ରହିଲା? ଆପଣମାନେ କୁହନ୍ତୁ। ସେ ହେଉଛନ୍ତି ଭକ୍ତିର ଭଗବାନ, ଦୟାର ସାଗର, ଅନାଥର ନାଥ ଜଗନ୍ନାଥ। ସବୁ ମାତା ପିତା ମାନେ ଚାହାନ୍ତି ଗୋଟେ ଭଗବାନ ସ୍ୱରୂପ ସମସ୍ତଙ୍କୁ ଗୋଟେ ପିଲା ଦିଅନ୍ତୁ ବୋଲି। ବର୍ଷ ପରେ ଯାଇକି ମୁଁ ଏ ସନ୍ତାନ ଟିକେ ଲାଭ କରୁଛି, ତା ବି ସେ କାଳିଆ କୃପାରୁ। ଗୋଟେ ଖୁସିର ଗୋଟେ ଆନନ୍ଦର କଥା। ଯେତେବେଳେ ସେ ଭାବ ବିନୋଦିଆର କଥା ଆସେ, ଆଖି ଚଳଚଳ ହେଇଯାଏ, କଣ୍ଠ ଭିତରେ ଶବ୍ଦ କରି ଆସେ, ସିଏ ହେଉଛନ୍ତି ଜଗନ୍ନାଥ। ଆଉ ଆମେ କଣ କରୁଛନ୍ତି?